ଆଜି ଆମେ ଜାଣିବା 2 ବର୍ଷରୁ କମ୍ ବୟସର ଶିଶୁର ଲମ୍ବ ଶୁଆଇବା ଅବସ୍ଥାରେ କିପରି କରିବା। ଉପକରଣ ଲମ୍ବ ବୋର୍ଡ, ଶିଶୁ ଇନଫାଣ୍ଟୋମିଟର। ପ୍ରଣାଳୀ ଶିଶୁର ଜୋତା, ମୋଜା, ମୁଣ୍ଡରେ ବାନ୍ଧିଥିବା ସମସ୍ତ ଜିନିଷ କାଢ଼ିବା ପାଇଁ ତାର ମା ଯତ୍ନ ନେଉଥିବା ବ୍ୟକ୍ତିବିଶେଷଙ୍କୁ କୁହନ୍ତୁ। ଉଚ୍ଚତା ମାପରେ ବାଧା ସୃଷ୍ଟି ନ ହେବା ପାଇଁ ବାନ୍ଧିଥିବା ବେଣୀକୁ ଫିଟାଇବାକୁ କୁହନ୍ତୁ। ଯଦି ଶିଶୁ ଡାଇପର ପିନ୍ଧିଥାଏ ତେବେ ତାହା କାଢ଼ିବା ପାଇଁ ଶିଶୁଟିର ମା ଯତ୍ନ ନେଉଥିବା ବ୍ୟକ୍ତିବିଶେଷଙ୍କୁ କୁହନ୍ତୁ। ଏହା କରିବା ଦ୍ୱାରା ଗୋଡ଼ ଏକତ୍ର ରହିପାରିବ ଏବଂ ସେମାନଙ୍କୁ ସିଧା କରିବା ସହଜ ହେବ ବୋଲି ବୁଝାନ୍ତୁ। ଇନଫାଣ୍ଟୋମିଟରକୁ ଏକ କଠିନ ସମତଳ ଜାଗା ଯେପରିକି ଭୂମି, ଚଟାଣ କିମ୍ବା ଏକ କଠିନ ଟେବୁଲ ଉପରେ ରଖନ୍ତୁ ଓ ଇନଫାଣ୍ଟୋମିଟର ସ୍ଥିର ଅଛି ବୋଲି ନିଶ୍ଚିନ୍ତ କରନ୍ତୁ। ଜଣେ ବ୍ୟକ୍ତି ହେଡବୋର୍ଡ ପଛରେ ଆଣ୍ଠୁମାଡ଼ି ରହିବା ଉଚିତ ଏବଂ ପିଲାଟିର ପିଠିପଟ ମାପବୋର୍ଡରେ ରଖିବା ଉଚିତ। ମୁଣ୍ଡକୁ ସାହାରା ଦେବା ଦରକାର। ମୁଣ୍ଡର କେଶକୁ ଧୀରେ ଧୀରେ ସଂକୋଚନ କରି ମୁଣ୍ଡର ଉପର ଭାଗ ହେଡବୋର୍ଡ ସହ ସଂଲଗ୍ନ କରି ରଖନ୍ତୁ। ମୁଣ୍ଡକୁ 2 ହାତରେ ଧରି ରଖନ୍ତୁ ଏବଂ ନିଶ୍ଚିନ୍ତ କରନ୍ତୁ ଯେ ଶିଶୁଟିର କାନ ଓ ଆଖି ଏକ ସରଳ ରେଖାରେ ଅଛି। ଯାଞ୍ଚ କରନ୍ତୁ ଯେ ପିଲାଟି ଲମ୍ବ ବୋର୍ଡର ମଝି ରେଖାରେ ଅଛି ଏବଂ ପିଲାଟିର ସ୍ଥିତି ପରିବର୍ତ୍ତନ କରୁନାହିଁ। ଅନ୍ୟ ବ୍ୟକ୍ତି ଲମ୍ବ ବୋର୍ଡ ପାଖରେ ଠିଆ ହେବା ଉଚିତ ଏବଂ ମା ଯତ୍ନ ନେଉଥିବା ବ୍ୟକ୍ତିବିଶେଷଙ୍କ ସାହାଯ୍ୟରେ ପିଲାର ଶରୀରକୁ ସିଧା ଭାବରେ ଧରି ରଖିବା ଉଚିତ। ଗୋଟିଏ ହାତକୁ ପେଣ୍ଡା କିମ୍ବା ଆଣ୍ଠୁ ଉପରେ ରଖନ୍ତୁ ଏବଂ ଧୀରେ ଧୀରେ ଓ ଦୃଢ଼ ଭାବରେ ଦବାନ୍ତୁ। ଅନ୍ୟ ହାତରେ ପିଲାକୁ ଆଘାତ ନ କରି ଯଥାସମ୍ଭବ ଆଣ୍ଠୁକୁ ସିଧା କରନ୍ତୁ ଓ ପାଦକୁ ଦୃଢ଼ ଭାବରେ ରଖନ୍ତୁ। ପାଦ ତଳ ସିଧା ରହିବା ସହିତ ପାଦର ଆଙ୍ଗୁଠିଗୁଡ଼ିକ ସିଧା ହୋଇ ରହିବା ଉଚିତ। ଯଦି ଶିଶୁ ପାଦର ଆଙ୍ଗୁଠିଗୁଡ଼ିକୁ ଏପଟ ସେପଟ କରେ ଏବଂ ପାଦକୁ ସିଧା ନ ରଖେ, ପିଲାଟିର ଆଙ୍ଗୁଠିକୁ ସିଧା କଲାବେଳେ ପାଦକୁ ଧୀରେ ଧୀରେ ସମତଳ ସହିତ ଚାପି ରଖନ୍ତୁ। ପାଖାପାଖି 0.1 ସେଣ୍ଟିମିଟର ପର୍ଯ୍ୟନ୍ତ ଉଚ୍ଚସ୍ୱରରେ କୁହନ୍ତୁ ଏବଂ ପୋଷଣ ଟ୍ରାକରେ ଶିଶୁର ଦ୍ରବ୍ୟକୁ ସ୍ପଷ୍ଟ ଏବଂ ସଠିକ ଭାବରେ ରେକର୍ଡ କରନ୍ତୁ। ପିଲାଟିକୁ ବୋର୍ଡରୁ ଓହ୍ଲାଇବାକୁ ସାହାଯ୍ୟ କରନ୍ତୁ। ମନେ ରଖନ୍ତୁ, ଶିଶୁର ମୁଣ୍ଡର ପଛଭାଗ, ପିଚା, କାନ୍ଧ, ପେଣ୍ଡା ଏବଂ ଗଇଁଠି ଇନଫାଣ୍ଟୋମିଟର ସହିତ ସଂଲଗ୍ନ ହୋଇ ରହିବ।